ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତର କଣ୍ଟାଗୁଡ଼ା ଗ୍ରାମରେ ନଦୀ ଉପରେ ବିପଦସଙ୍କୁଳ ଅବସ୍ଥାରେ କଣ୍ଟାଗୁଡ଼ା ଲୋକେ ପ୍ରତିଦିନ ଯିବା ଆସିବା କରିଥାନ୍ତି। କିନ୍ତୁ ଏହି ନଦୀରେ ବର୍ଷା ଦିନ ହେଲେ ନଈ ବଢ଼ିଗଲେ କଣ୍ଟାଗୁଡ଼ା ଗ୍ରାମ ଲୋକେ ଅନ୍ୟ ପାର୍ଶ୍ୱକୁ ଯାଇପାରନ୍ତି ନାହିଁ ଏବଂ ଦେହ ଖରାପ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯିବା ଅସମ୍ଭବ ହୋଇପଡ଼େ। କୌଣସି ପ୍ରକାର ବିଧବା ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ଏମାନେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏହି ନଦୀରେ ଗୋଟିଏ ବ୍ରିଜ ନିର୍ମାଣ କରାଗଲେ ଗ୍ରାମର ଶିଶୁମାନେ ଅଙ୍ଗନବାଡ଼ି ଓ ସ୍କୁଲରେ ପାଠ ପଢ଼ିବାର ସୁବିଧା ହୁଅନ୍ତା। ମୋ ନାଁ ହେଉଛି ମଶେକର, ମୁଁ କଣ୍ଟାଗୁଡ଼ାର। ଆମ ଗାଁ ବ୍ରିଜ ନଥିବା ଯୋଗୁଁ ଆମ କିଛି ସୁବିଧା ମିଳିପାରୁନି। ଆମେ ମେଡିକାଲ ଯିବାକୁ ହେଲେ ବି ଆମକୁ ବ୍ରିଜ ଦରକାର। ବର୍ଷା ଟାଇମରେ ଆମେ ମେଡିକାଲ ଯିବାଟା ବି ଅସୁବିଧା ହେଇଯାଉଛି, କାହିଁକିନା ଆମର ବ୍ରିଜ ନାହିଁ। ପାଣି ଯଦି ଭର୍ତ୍ତି ହେଇଯିବ ଝରଣା ପାଣି, ଆମେ ବାହାରେ କୁଆଡ଼େ ଯାଇପାରୁନୁ। ବର୍ଷା ହେଲେ ଆମେ ସବୁ ସିରିୟସ୍ ହେଲେ ବି ଆମେ ମେଡିକାଲ ଯିବା ଆସିବା ସୁବିଧା ହେଉନାହିଁ, ଅସୁବିଧା ହେଇଯାଉଛି। ତ ସେଥିପାଇଁ ଆମେ ଅନୁରୋଧ କରୁଛୁ, ଆମେ ଆମ ଗାଁ ପାଇଁ ଆମ ଗାଁକୁ ଗୋଟେ ବ୍ରିଜ ଦରକାର। ସେ ବ୍ରିଜ ଏବେ ଯାଏଁ ହେଇପାରୁନି, ତ ଆମେ କୁଆଡ଼େ ଯାଇପାରୁନୁ। ଆମ ଗାଁରେ ଅଙ୍ଗନବାଡ଼ି ନାହିଁ, ଆମ ଗାଁ ସ୍କୁଲ ବି କିଛି ନାହିଁ। ଛୁଆ ସବୁ ମାନେ ପାଠ ପଢ଼ିବା ସମୟରେ ସବୁ ଗାଁରେ ବୁଲୁଛନ୍ତି। ସେଥିପାଇଁ ଆମେ ଟିକେ ଦୁଃଖ ଅନୁଭବ କରୁଛୁ। ଆମ ଗାଁ ବ୍ରିଜ ଯଦି ହେଇଥାନ୍ତା ଆମେ ଇଆଡ଼େ ସିଆଡ଼େ ଯାଇପାରୁ। କାମ ଯିବାର ଅଛି ବୋଲେ ବି ଯଦି ଝରଣା ପାଣି ଭର୍ତ୍ତି ହେଇଯିବ ଆମେ ବାହାରକୁ କୁଆଡ଼େ ଯାଇପାରୁନୁ। ସେଥିପାଇଁ ଆମେ ଅନୁରୋଧ କରୁଛୁ ଆମ ଗାଁରେ ଗୋଟେ ବ୍ରିଜ ଦରକାର ଏବଂ ଇନ୍ଦିରା ଆବାସ ଗୃହର ସୁବିଧା ଇତ୍ୟାଦି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳର ସମସ୍ୟା ଦୂର ହୁଅନ୍ତା ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଏହି ଗ୍ରାମକୁ କେବେ ପ୍ରଶାସନ ପହଞ୍ଚିବ ଓ ସମସ୍ୟାର ସମାଧାନ କରିବ ତାହା ଦେଖିବା ବାକି ରହିଲା। ମାଲକାନଗିରିରୁ ପ୍ରବୀଣ କୁମାର ବିହାରୀଙ୍କ ରିପୋର୍ଟ, ଅସ୍ମିତା ଟିଭି।